ବାଲିସାହି ମୌଜାରେ ବସବାସ କରୁଥିବା ସରକାରୀ ପରିଚୟ ପତ୍ର ବିହୀନ ପରିବାରର ସଦସ୍ୟମାନଙ୍କୁ ଜଣାଇ ଦିଆଯାଉଅଛି କି ତେଣୁ ଆପଣମାନେ ଏହି ନିର୍ଦ୍ଦେଶ ଶୁଣିବା ବା ପାଇବାର 7 ଦିନ ମଧ୍ୟରେ ସରକାରୀ ଜମି ଖାଲି କରିବାକୁ ଏବଂ ଉକ୍ତ ଆଦେଶକୁ କାହିଁକି ସମ୍ପୂର୍ଣ୍ଣ କରାଯିବ ନାହିଁ ତାହାର କାରଣ ଦର୍ଶାଅ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଉଛି। 147/627 ଚାନ୍ଦବାଲି ତହସିଲର ଧାମରା ଥାନା ଅଧୀନରେ ବସବାସ କରୁଛନ୍ତି। ଉକ୍ତ ସ୍ଥାନ ଗୁଡ଼ିକ ଧାମରା ବନ୍ଦରର ତରଳ ପ୍ରାକୃତିକ ଗ୍ୟାସ ଟର୍ମିନାଲର ବହୁତ ନିକଟରେ ଅବସ୍ଥିତ ଥିବାରୁ ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ଏପରି ସରକାରୀ ଜମିର ଅନଧିକୃତ ଦଖଲ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସ୍ଥାପନ ପାଇଁ ବିପଦ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ଉନ୍ନତି ପାଇଁ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଅଛି। ତେଣୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ସାଧାରଣ ଜନତାଙ୍କ ବୃହତ୍ତର ସ୍ୱାର୍ଥ ଏବଂ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଆପଣମାନଙ୍କ ବିରୁଦ୍ଧରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା 152 ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। ତେଣୁ ଆପଣମାନେ ଏହି ନିର୍ଦ୍ଦେଶ ଶୁଣିବା ବା ପାଇବାର 7 ଦିନ ମଧ୍ୟରେ ସରକାରୀ ଜମି ଖାଲି କରିବାକୁ ଏବଂ ଉକ୍ତ ଆଦେଶକୁ କାହିଁକି ସମ୍ପୂର୍ଣ୍ଣ କରାଯିବ ନାହିଁ ତାହାର କାରଣ ଦର୍ଶାଅ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ସୌଜନ୍ୟ ଉପଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଭଦ୍ରକ ଓ ତହସିଲଦାର ଚାନ୍ଦବାଲି। ଏତଦ୍ଦ୍ୱାରା ଝାରକଟା ଓ ବାଲିସାହି ମୌଜାରେ ବସବାସ କରୁଥିବା ସରକାରୀ ପରିଚୟ ପତ୍ର ବିହୀନ ପରିବାରର ସଦସ୍ୟମାନଙ୍କୁ ଜଣାଇ ଦିଆଯାଉଅଛି କି